ଜୟ ଜଗନ୍ନାଥ। ଜଣା ଅଜଣା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆପଣ କେବେ ଏହା ଲକ୍ଷ୍ୟ କରିଛନ୍ତି କି କିଛି ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ସବୁବେଳେ ବଜାୟ ରହିଥାଏ, କିନ୍ତୁ କିଛି ଘରେ ଯେତେ ଧନ ଥାଉ ନା କାହିଁକି ପ୍ରକୃତରେ ମନରେ ଶାନ୍ତି ନଥାଏ। ପରିବାର ମଧ୍ୟରେ କଳହ, ବାଦ ବିବାଦ ଚାଲିଥାଏ। ଆଜି ଆପଣଙ୍କୁ ଏହାର ଏକ ଗୁପ୍ତ କଥା ଜଣାଇବା ପାଇଁ ଯାଉଛି, ଯାହା ଆମର ଜେଜେମା ଭଲ ଭାବେ ଜାଣିଥିଲେ, କିନ୍ତୁ ଆମେ ଆଧୁନିକତାର ବଶବର୍ତ୍ତୀ ହୋଇ ସେଗୁଡ଼ିକୁ ଭୁଲି ଯାଉଛୁ। ଆପଣଙ୍କ ଘର ମଧ୍ୟ କେବେ କେହି ପ୍ରତିଦିନ ସନ୍ଧ୍ୟା ସମୟରେ ଦ୍ୱାର ମୁହଁରେ ଦୀପ ଜାଳିଥାନ୍ତି କି? କିମ୍ବା ଆପଣ କେବେ ସନ୍ଧ୍ୟା ହେବା ସମୟରେ ଘରେ ଦୀପ ଜାଳିବାର ଦେଖିଛନ୍ତି କି? ଯଦି ହଁ, ତେବେ ଆଜିର ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ, କାରଣ ସନ୍ଧ୍ୟାରେ ଜଳୁଥିବା ଗୋଟିଏ ଛୋଟ ଦୀପ ଆପଣଙ୍କର ଭାଗ୍ୟକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବାର ଶକ୍ତି ରଖେ। ବନ୍ଧୁଗଣ, ଆଜିର ଭିଡ଼ିଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିରେ ଏପରି ଗୁପ୍ତ କଥା ରହିଛି ଯାହା ବିଷୟରେ ଆପଣ ଏପର୍ଯ୍ୟନ୍ତ ଅଜ୍ଞ ଅଛନ୍ତି। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓ ଆରମ୍ଭ କରିବା। ଏହା ପୂର୍ବରୁ ଆପଣ ଜୟ ମାତା ଲକ୍ଷ୍ମୀ ଲେଖି କମେଣ୍ଟସ୍ ଦିଅନ୍ତୁ। ଫଳରେ ମାତା ଲକ୍ଷ୍ମୀ ଆପଣଙ୍କୁ ଧନଧାନ୍ୟରେ ପରିପୂର୍ଣ୍ଣ କରନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ। ନାରଦ ମୁନି ଆକାଶ ମାର୍ଗରେ ନାରାୟଣ ନାରାୟଣ ଜପ କରି ବୈକୁଣ୍ଠରେ ପହଞ୍ଚିଲେ। ତାଙ୍କ ମନ କୌତୂହଳରେ ପରିପୂର୍ଣ୍ଣ ଥିଲା ଏବଂ ତାଙ୍କ ହୃଦୟ ଶ୍ରଦ୍ଧାରେ ପରିପୂର୍ଣ୍ଣ ଥିଲା। ଯେତେବେଳେ ସେ ବୈକୁଣ୍ଠର ଦ୍ୱାରରେ ପହଞ୍ଚିଲେ, ଦିବ୍ୟ ଆଲୋକର ତରଙ୍ଗ ବାହାରକୁ ଆସିବାକୁ ଲାଗିଲା। ଜୟ ଏବଂ ବିଜୟ ତାଙ୍କୁ ପ୍ରବେଶ ଅନୁମତି ଦେଲେ ଏବଂ ନାରଦ ଆନନ୍ଦିତ ହୋଇ ଆଗକୁ ବଢ଼ିଲେ। ଭଗବାନ ବିଷ୍ଣୁ ଶେଷନାଗ ଉପରେ ବିଶ୍ରାମ ନେଉଥିଲେ, ଯେତେବେଳେ ଦେବୀ ଲକ୍ଷ୍ମୀ ତାଙ୍କ ପାଦ ପାଖରେ ସେବା କରୁଥିଲେ। ନାରଦଙ୍କୁ ଦେଖି ଭଗବାନ ବିଷ୍ଣୁ ହସିଲେ ଏବଂ କହିଲେ, ଆସ ଦେବର୍ଷି, ମୁଁ ତୁମ ଆଖିରେ ଏକ ପ୍ରଶ୍ନର ଝଲକ ଦେଖୁଛି। ନାରଦ ଉଭୟଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ହେ ମାତା, ଆଜି ମୁଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନେଇ ଆସିଛି। ପୃଥିବୀ ଭ୍ରମଣ ସମୟରେ ମୁଁ ଦେଖିଲି ଯେ କିଛି ମହିଳା ସନ୍ଧ୍ୟା ସମୟରେ ସେମାନଙ୍କ ଦ୍ୱାରରେ ଦୀପ ଜାଳିଥାନ୍ତି। ମୋ ଭିତରେ ଏକ କୌତୂହଳ ସୃଷ୍ଟି ହେଲା, ଏହି କାର୍ଯ୍ୟରୁ ସେମାନେ କ'ଣ ପୁଣ୍ୟ ପାଆନ୍ତି? ଦୀପ ଜାଳିବାର ଏହି ରୀତି ପଛରେ କ'ଣ ରହସ୍ୟ ଅଛି? ଏକ ଅଭ୍ୟାସ କେବଳ ମହିଳାମାନେ ଏତେ ଗଭୀର ଭକ୍ତି ସହିତ କରନ୍ତି? ଭଗବାନ ବିଷ୍ଣୁ ଏକ ଶାନ୍ତ ସ୍ୱରରେ ଉତ୍ତର ଦେଲେ, ନାରଦ, ଏହା ଏକ ସୁନ୍ଦର ପ୍ରଶ୍ନ, କାରଣ ଏହି ରହସ୍ୟ ତିନୋଟି ଜିନିଷ ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ। ଜଣେ ମହିଳାଙ୍କ ଆଭ୍ୟନ୍ତରୀଣ ଆଲୋକ, ଘରର ଶାନ୍ତି, ପରିବାରର ସୌଭାଗ୍ୟ। ଏକ ମଧୁର ହସ ସହିତ ଦେବୀ ଲକ୍ଷ୍ମୀ ଆହୁରି କହିଲେ, ଦେବର୍ଷି, ସନ୍ଧ୍ୟା ଦୀପ କେବଳ ଆଲୋକର ଉତ୍ସ ନୁହେଁ, ଏହା ସେହି ଘରେ ମୋର ଆଗମନର ଏକ ସୂତ୍ରଧର ଭାବରେ କାର୍ଯ୍ୟ କରେ। ନାରଦ ଆଶ୍ଚର୍ଯ୍ୟ ହୋଇ ଅନୁରୋଧ କଲେ, ହେ ମାତା, ଦୟାକରି ଏହାକୁ ଆହୁରି ବିସ୍ତାରିତ ଭାବରେ ବୁଝାନ୍ତୁ। ଏକ କୋମଳ ସ୍ୱରରେ ଦେବୀ ଲକ୍ଷ୍ମୀ ଆରମ୍ଭ କଲେ, ହେ ନାରଦ, ଯେତେବେଳେ ଜଣେ ମହିଳା ଗୋଧୂଳି ସମୟରେ ତାଙ୍କ ଦ୍ୱାରଦେଶରେ ଦୀପ ଜାଳି ଦିଅନ୍ତି, ସେ କେବଳ ଏକ ଜ୍ୟୋତି ଜାଳି ନାହାନ୍ତି, ସେ ତାଙ୍କ ଘର ପାଇଁ ସୁରକ୍ଷା, ଶାନ୍ତି ଏବଂ ସମୃଦ୍ଧିର ଦ୍ୱାର ଖୋଲି ଦେଉଛନ୍ତି। ସେହି ଦୀପର ଶିଖା ମଧ୍ୟରେ ତିନୋଟି ଭିନ୍ନ ଶକ୍ତି ଜନ୍ମ ନିଅନ୍ତି, ସୁରକ୍ଷା, ସୌଭାଗ୍ୟ ଏବଂ ଅନୁଗ୍ରହ। ନାରଦ ଆହୁରି ଉତ୍ସାହିତ ହୋଇଗଲେ, ହେ ମାତା, ମୁଁ ଆପଣଙ୍କୁ ନିବେଦନ କରୁଛି, ଦୟାକରି ଏହି ତିନୋଟି ଶକ୍ତିର ଗୁପ୍ତ କଥା ପ୍ରକାଶ କରନ୍ତୁ। ଏହି କାର୍ଯ୍ୟ ଦ୍ୱାରା ଜଣେ ମହିଳା କେଉଁ ଆଧ୍ୟାତ୍ମିକ ପୁଣ୍ୟ ଅର୍ଜନ କରନ୍ତି? ଏକ ଦିବ୍ୟ କଣ୍ଠରେ ଦେବୀ ଲକ୍ଷ୍ମୀ ଉତ୍ତର ଦେଲେ, ହେ ନାରଦ, ଆଜି ମୁଁ ତୁମକୁ ସନ୍ଧ୍ୟା ଦୀପ ଜାଳିବା ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କାହାଣୀ ଶୁଣାଇବି। ଏହି କାହାଣୀଟି ହେଲା, ବହୁ ବର୍ଷ ପୂର୍ବରୁ ସୁବର୍ଣ୍ଣପୁର ନାମକ ଏକ ରାଜ୍ୟ ଥିଲା। ଥରେ ଏହି ରାଜ୍ୟ ଧନ ଏବଂ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଥିଲା। ବାଣିଜ୍ୟ ସମୃଦ୍ଧ ହୋଇଥିଲା, କ୍ଷେତଗୁଡ଼ିକ ଚିରସ୍ଥାୟୀ ଭାବରେ ସବୁଜ ରହିଥିଲା ଏବଂ ଲୋକଙ୍କ ଘର ଆନନ୍ଦରେ ଭରି ଯାଉଥିଲା। କିନ୍ତୁ ସମୟ ବିତିବା ସହିତ ପରିସ୍ଥିତି ବଦଳିଗଲା ଏବଂ ସୁବର୍ଣ୍ଣପୁରରେ ଅନ୍ଧାର ଦିନ ଆସିଲା। ବ୍ୟବସାୟୀମାନେ ପ୍ରଚୁର କ୍ଷତି ସହିଲେ, କ୍ଷେତଗୁଡ଼ିକ ଶୁଖିଗଲା, ପଶୁପକ୍ଷୀ ଅସୁସ୍ଥ ହୋଇଗଲେ ଏବଂ ଲୋକଙ୍କ ଘରେ ବିବାଦ ବଢ଼ିବାକୁ ଲାଗିଲା। ସେମାନଙ୍କର ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ସେମାନଙ୍କ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ଖେଳିଗଲା।
ସେହି ସହରରେ ଭରଦ୍ୱାଜ ନାମକ ଜଣେ ବ୍ୟକ୍ତି ରହୁଥିଲେ। ତାଙ୍କ ପରିବାର ବହୁତ ଖୁସିରେ ଥିଲେ। କିନ୍ତୁ ଏବେ ପରିସ୍ଥିତି ଖରାପ ଆଡ଼କୁ ଗତି କରିଥିଲା। ବ୍ୟବସାୟ ବନ୍ଦ ହୋଇଯାଇଥିଲା ଏବଂ ଋଣ ବଢ଼ିବାକୁ ଲାଗିଲା। ଭରଦ୍ୱାଜ ଦମ୍ପତି ପ୍ରତିଦିନ ଝଗଡ଼ା କରୁଥିଲେ। ପିଲାମାନେ ନିରନ୍ତର ଭୟରେ ରହୁଥିଲେ ଏବଂ ଏକ ଅଦ୍ଭୁତ ଶକ୍ତି ଘର ଭିତରେ ବ୍ୟାପି ଯାଇଥିଲା, ଯେପରି ଏକ ଅନ୍ଧାର ଛାଇ ଘର ଭିତରେ ବାସ କରିଥିଲା। ଦିନେ ସନ୍ଧ୍ୟାରେ ଭରଦ୍ୱାଜ ମୁଣ୍ଡରେ ହାତ ଦେଇ କାନ୍ଦୁଥିଲେ। ତାଙ୍କ ସ୍ତ୍ରୀ ଚଞ୍ଚଳା ମଧ୍ୟ ସମ ପରିମାଣରେ ଦୁଃଖିତ ଥିଲେ। ତଥାପି ସେମାନେ ଧୈର୍ଯ୍ୟହରା ନ ହୋଇ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିଥିଲେ ଏବଂ ପ୍ରତିଦିନ ଘରେ ପ୍ରାର୍ଥନା କରୁଥିଲେ। ଭରଦ୍ୱାଜ କହୁଥିଲେ, ଆମେ ସବୁକିଛି ଚେଷ୍ଟା କରିବା ସତ୍ତ୍ୱେ ଆମର କୌଣସି ପରିବର୍ତ୍ତନ ହେଉନାହିଁ। ମନେ ହୁଏ ଯେ ଆମର ଭାଗ୍ୟ କେବଳ ଅଭିଶପ୍ତ। ଚଞ୍ଚଳା କ୍ଷୀଣ ସ୍ୱରରେ ଉତ୍ତର ଦେଲେ, ଭାଗ୍ୟ ବଦଳେ ନାହିଁ, ଜଣଙ୍କର ଆଚରଣ ବଦଳେ। ଭାଗ୍ୟ କେବଳ ସେମାନଙ୍କ ଦ୍ୱାରା ପରିବର୍ତ୍ତିତ ହୁଏ ଯେଉଁମାନେ ପରାଜୟ ପରେ ମଧ୍ୟ ହାର ମାନନ୍ତି ନାହିଁ। ଭରଦ୍ୱାଜ ରାଗି କରି ଉତ୍ତର ଦେଲେ, ମୁଁ ଏବେ କେଉଁ ନୂଆ କାମ କରିବା ଉଚିତ? ଚଞ୍ଚଳା ନୀରବ ହୋଇଗଲେ। ସେହି ରାତିରେ ଯେତେବେଳେ ସେମାନେ ଦୁହେଁ ଖାଇବାକୁ ବସିଥିଲେ, ଦ୍ୱାରରେ ଠକ୍ ଠକ୍ ଶବ୍ଦ ହେଲା। ଦ୍ୱାର ଖୋଲିବା ମାତ୍ରେ ସେମାନେ ଜଣେ ବୃଦ୍ଧା ମହିଳାଙ୍କୁ ଦେଖିଲେ। ତାଙ୍କ ଆଖିରେ ଏକ ଦିବ୍ୟ ଚମକ ଥିଲା। ତାଙ୍କ ମୁହଁ ଶାନ୍ତ ଏବଂ ପବିତ୍ର ଥିଲା ଏବଂ ତାଙ୍କ ସ୍ୱର ଜଣେ ମାଆଙ୍କ ପରି କୋମଳ ଥିଲା। ସେ ପଚାରିଲେ, ଝିଅ, ମୁଁ ଏଠାରେ କିଛି ସମୟ ପାଇଁ ବିଶ୍ରାମ ନେଇପାରିବି କି? ଚଞ୍ଚଳା ତୁରନ୍ତ ତାଙ୍କୁ ସମ୍ମାନର ସହିତ ଘର ଭିତରକୁ ଡାକିଲେ। ସେ ତାଙ୍କୁ ଆସନ ପ୍ରଦାନ କରି ପାଣି ପିଇବାକୁ ଦେଲେ। ବୃଦ୍ଧା ମହିଳା ଘରଟିକୁ ଭଲ ଭାବରେ ଦେଖି କହିଲେ, ଏହି ଘରେ ସବୁକିଛି ଅଛି, ତଥାପି ଏ ଘରେ ଅଶାନ୍ତି କାହିଁକି? ଏବଂ ଯେଉଁଠାରେ ଶାନ୍ତି ନାହିଁ ସେଠାରେ ଲକ୍ଷ୍ମୀ ନାହାନ୍ତି। ଭରଦ୍ୱାଜ ଚମକି ପଡ଼ିଲେ ଏବଂ ଚଞ୍ଚଳା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ବୃଦ୍ଧା ମହିଳା ହସିଲେ, ମୋତେ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ଦିଅ, ସନ୍ଧ୍ୟା ସମୟରେ ଏଠାରେ ଦୀପ ଜଳେ କି? ଚଞ୍ଚଳା ଚୁପ୍ ହୋଇଗଲେ। ଭରଦ୍ୱାଜ କହିଲେ, ଆଜିକା ଦିନରେ କାହା ପାଖରେ ସମୟ ଅଛି ଏସବୁ କାମ କରିବାକୁ? ବୃଦ୍ଧା ମହିଳା ଗମ୍ଭୀର ସ୍ୱରରେ କହିଲେ, ସୂର୍ଯ୍ୟ ଅସ୍ତ ହେବା ସମୟରେ ଘରର ଆତ୍ମା ଜାଗ୍ରତ ହୁଏ। ସନ୍ଧ୍ୟାଦୀପ କେବଳ ଆଲୋକର ଉତ୍ସ ନୁହେଁ, ଏହା ଘର ପାଇଁ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରେ। ଆଲୋକ ଏବଂ ଅନ୍ଧାର ମଧ୍ୟରେ ପ୍ରହରୀ ଭାବରେ ଠିଆ ହୁଏ। ଭରଦ୍ୱାଜ ଓ ଚଞ୍ଚଳା ଧ୍ୟାନର ସହିତ ଶୁଣୁଥିଲେ। ବୃଦ୍ଧା ମହିଳା ଜଣକ ଆହୁରି କହିଲେ, ଯେଉଁଠାରେ ସନ୍ଧ୍ୟାଦୀପ ଜଳେ ନାହିଁ ସେଠାରେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିବାର ରାସ୍ତା ଖୋଜେ। କିନ୍ତୁ ଯେଉଁଠାରେ ସନ୍ଧ୍ୟାଦୀପ ଜଳେ ସେଠାରେ ଅନ୍ଧାର, ଅଶାନ୍ତି, ଭୟ ଏବଂ ଦାରିଦ୍ର୍ୟ ପାଦ ମଧ୍ୟ ରଖିପାରେ ନାହିଁ। ଚଞ୍ଚଳାଙ୍କ ମୁହଁରେ ଆଶାର ଏକ କ୍ଷୀଣ ଝଲକ ଦେଖାଯିବା ବେଳେ ଭରଦ୍ୱାଜ ଏହାକୁ ବିରୋଧ କରି କହିଲେ, କେବଳ ଦୀପ ଜାଳିବା ଦ୍ୱାରା ଭାଗ୍ୟ ବଦଳେ ନାହିଁ। ବୃଦ୍ଧା ମହିଳା ଜଣକ ହସି କହିଲେ, ଦୀପ ଜାଳିବା ଦ୍ୱାରା ଭାଗ୍ୟ ବଦଳେ ନାହିଁ, ଦୀପ ଜାଳିବା ଦ୍ୱାରା ଶକ୍ତି ବଦଳେ। ଯେତେବେଳେ ଶକ୍ତି ବଦଳେ, ପରିବେଶ ବଦଳେ। ଯେତେବେଳେ ପରିବେଶ ବଦଳେ, ଚିନ୍ତା ବଦଳେ। ଯେତେବେଳେ ଚିନ୍ତା ବଦଳେ, କାର୍ଯ୍ୟ ବଦଳେ ଏବଂ ଯେତେବେଳେ କାର୍ଯ୍ୟ ବଦଳେ ସେତେବେଳେ ହିଁ ଭାଗ୍ୟ ବଦଳେ। ଏହି କଥାଟି ସମଗ୍ର ଘରେ ବିଦ୍ୟୁତ୍ ଝଟକା ଲାଗିଲା ପରି ମନେ ହେଉଥିଲା। ବୃଦ୍ଧା ମହିଳା ଚାଲିଯିବାକୁ ପ୍ରସ୍ତୁତ ହେଲେ। ସେ ଯିବା ସମୟରେ କହିଲେ, କାଲିଠାରୁ ସନ୍ଧ୍ୟାଦୀପ ଜାଳିଦିଅ ଏବଂ ତାପରେ ଦେଖ ଯେ ଏହି ଘରର ଭାଗ୍ୟ କିପରି ବଦଳେ। ପରଦିନ ସନ୍ଧ୍ୟାବେଳେ ଚଞ୍ଚଳା ଘର ସଫା କଲେ, ଫୁଲ ସଜାଡ଼ିଲେ, ଘର ଦ୍ୱାରଦେଶରେ ଚାଉଳ ଏବଂ ହଳଦୀର ଅଳ୍ପ ନୈବେଦ୍ୟ ରଖିଲେ ଏବଂ ଦୀପ ଜାଳିଲେ। ବହୁତ ଦିନ ପରେ ପ୍ରଥମ ଥର ପାଇଁ ସେହି ଦୀପର ଶିଖା ସ୍ଥିର ହୋଇ ରହିଲା। ଦୁହେଁ ସେହି ଶାନ୍ତ ଓ ସ୍ଥିର ଅଗ୍ନିଶିଖାକୁ ଚାହିଁ ରହିଲେ। ଆଶ୍ଚର୍ଯ୍ୟର କଥା ଯେ ସେହି ରାତି ସେମାନଙ୍କର କୌଣସି ଯୁକ୍ତିତର୍କ ବିନା ବିତିଗଲା। ପରବର୍ତ୍ତୀ ଶୁକ୍ରବାର ଦିନ ଜଣେ ପୁରୁଣା କ୍ଲାଏଣ୍ଟ ଏକ ବ୍ୟାବସାୟିକ ପ୍ରସଙ୍ଗ ବିଷୟରେ ଫୋନ୍ କଲେ। ପର ସପ୍ତାହରେ ହଠାତ୍ ଏକ ଦୀର୍ଘ ସମୟ ଧରି ପଡ଼ି ରହିଥିବା ବକେୟା ଦେୟ ମିଳିଗଲା। ପର ମାସ ସୁଦ୍ଧା ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ଏବଂ ଘର ବିଲ୍ ସବୁକିଛି ସମାଧାନ ହୋଇଗଲା। ଧୀରେ ଧୀରେ ଟଙ୍କା ଆସିବା ଆରମ୍ଭ ହେଲା। ବ୍ୟବସାୟ ବଢ଼ିଲା, କାମ ବଢ଼ିବାକୁ ଲାଗିଲା। ଚଞ୍ଚଳା ମନ୍ତବ୍ୟ ଦେଲେ, ମୁଁ ନିଜେ କିଛି ପରିବର୍ତ୍ତନ କରିନଥିଲି, ତଥାପି ଦୀପ ସବୁକିଛି ବଦଳାଇ ଦେଲା।
ଭରଦ୍ୱାଜ ଉତ୍ତର ଦେଲେ, ଦୀପ ନୁହେଁ, ଆମର ଶକ୍ତି ଏବଂ ଆମର ମାନସିକତା ପରିବର୍ତ୍ତନ ହୋଇଥିଲା। କିଛି ମାସ ପରେ ଘରେ ସୁଖ ଶାନ୍ତି ବଜାୟ ରହିଲା। ପରିବାର ପୁଣି ଥରେ ଏକାଠି ହସିବାକୁ ଲାଗିଲେ। ବ୍ୟବସାୟ ମଧ୍ୟ ସୁରକ୍ଷିତ ଥିଲା, ଋଣ ପରିଶୋଧ ହୋଇଥିଲା, ପିଲାମାନେ ଖୁସି ଥିଲେ ଏବଂ ବୟସ୍କମାନେ ସନ୍ତୁଷ୍ଟ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଣି ଥରେ ଏପରି ଅନୁଭବ ହେଲା ଯେପରି ଦେବୀ ଲକ୍ଷ୍ମୀ ନିଜେ ସେମାନଙ୍କୁ ଘରେ ବାସ କରିଛନ୍ତି। ଭରଦ୍ୱାଜ କହିଲେ, ଏବେ ମୁଁ ବୁଝିପାରୁଛି, ସୁଖ ଏବଂ ସମୃଦ୍ଧି ବାହାରୁ ଆସେ ନାହିଁ, ଘର ଭିତରୁ ଆସେ, ଶାନ୍ତିରୁ, ଏବଂ ଶାନ୍ତି ଆଲୋକରୁ ଆସେ। ଚଞ୍ଚଳା ହସି କହିଲେ, ମୋତେ କେବଳ ପ୍ରତିଶ୍ରୁତି ଦିଅ ଯେ ତୁମେ କେବଳ ସନ୍ଧ୍ୟାଦୀପ ଜଳାଇବା ବନ୍ଦ କରିବ ନାହିଁ। କିଛି ମାସ ପରେ ସେହି ବୃଦ୍ଧା ମହିଳା ପୁଣି ଥରେ ସେମାନଙ୍କ ଘର ପାଖରେ ଦେଖାଦେଲେ। ତାଙ୍କୁ ଦେଖି ଭରଦ୍ୱାଜ ଓ ଚଞ୍ଚଳା ତାଙ୍କୁ ଭେଟିବାକୁ ବାହାରି ଆସିଲେ। ସେମାନେ ଶ୍ରଦ୍ଧାରେ ମୁଣ୍ଡ ନୁଆଇଁ କହିଲେ, ମା, ତୁମର ଆଶୀର୍ବାଦ ହିଁ ଆମ ଜୀବନକୁ ପରିବର୍ତ୍ତନ କରିଦେଲା। ଦୟାକରି ଆମକୁ କୁହ, ଆମେ ତୁମକୁ କିପରି ଏହି ଋଣ ପରିଶୋଧ କରିପାରିବୁ। ବୃଦ୍ଧା ମହିଳା ଜଣକ କହିଲେ, ହଁ, ମୋର ଗୋଟିଏ ଇଚ୍ଛା ଅଛି। ସନ୍ଧ୍ୟାଦୀପ ଜାଳିବା କେବେ ବନ୍ଦ କର ନାହିଁ। ତୁମ ଘର ଭିତରେ କେବେ କ୍ରୋଧର ନିଆଁ ଜାଳିବ ନାହିଁ, କେବେ ଖାଦ୍ୟକୁ ଅସମ୍ମାନ କରିବ ନାହିଁ ଏବଂ କେବେ କୌଣସି ମହିଳାଙ୍କୁ ଅପମାନିତ ହେବାକୁ ଦିଅ ନାହିଁ। ତାଙ୍କ କଣ୍ଠରେ ଏକ ଆଶ୍ଚର୍ଯ୍ୟଜନକ ବାକ୍ୟ ଥିଲା, ଯେପରି ଏକ ସ୍ୱର୍ଗୀୟ ପ୍ରତିଧ୍ୱନି। ତାପରେ ସେ ତାଙ୍କ ପ୍ରକୃତ ରୂପ ପ୍ରକାଶ କଲେ। ସେ ଆଉ କେହି ନୁହନ୍ତି, ବରଂ ନିଜେ ମାତା ଲକ୍ଷ୍ମୀ ଥିଲେ। ଭରଦ୍ୱାଜ ଓ ଚଞ୍ଚଳା ତାଙ୍କ ପାଦତଳେ ପଡ଼ିଗଲେ। ସେମାନଙ୍କ ଆଖିରୁ ଅପରିଣାମ ସ୍ୱରୂପ ଲୁହ ବହିଯାଉଥିଲା। ତାଙ୍କୁ ଆଶୀର୍ବାଦ ଦେଇ ମାତା କହିଲେ, ମୁଁ କେବଳ ସେହି ଘରେ ରହେ ଯେଉଁଠାରେ ଦୀପ ଜଳେ, ଯେଉଁଠାରେ ଦ୍ୱାର ସଫା ରଖାଯାଏ ଏବଂ ଯେଉଁଠାରେ ପ୍ରେମ ଏବଂ ସମ୍ମାନ ବାସ କରେ। ସନ୍ଧ୍ୟାଦୀପ ଜଳିବା କେବଳ ମୋତେ ଡାକିବାର କାର୍ଯ୍ୟ ନୁହେଁ, ଏହା ମୋତେ ସ୍ୱାଗତ କରିବାର କାର୍ଯ୍ୟ। ଏହିପରି କହିବା ପରେ ମାତା ଅଦୃଶ୍ୟ ହୋଇଗଲେ। ସେହିଦିନଠାରୁ ସୁବର୍ଣ୍ଣପୁର ସହରର ପ୍ରତ୍ୟେକ ପରିବାର ସନ୍ଧ୍ୟାବେଳେ ଦୀପ ଜାଳିବା ଆରମ୍ଭ କଲେ। ଦୋକାନ, ବଜାର ଏବଂ ଘର ଉଭୟ ଉଜ୍ଜ୍ୱଳତାରେ ଆଲୋକିତ ହୋଇଗଲା। ପୂର୍ବ କ୍ଲେଶ କ୍ଷୀଣ ହୋଇଗଲା ଏବଂ ସହର ପୂର୍ବ ଅପେକ୍ଷା ଆହୁରି ସମୃଦ୍ଧ ହୋଇଗଲା। ଲୋକମାନେ ବୁଝିପାରିଲେ ଯେ ସନ୍ଧ୍ୟାଦୀପ କେବଳ ଖୁସିକୁ ନିମନ୍ତ୍ରଣ କରେ ନାହିଁ, ବରଂ ଏହା ଖୁସିକୁ ଆକର୍ଷିତ କରେ। ଏହାକୁ ଘର ମଧ୍ୟରେ ଦୃଢ଼ ଭାବରେ ସ୍ଥାପନ କରେ। ଯେଉଁଠାରେ ସନ୍ଧ୍ୟାଦୀପ ଜଳେ, ଅନ୍ଧକାର ଦୂର ହୁଏ, ବିବାଦ ନିବାରଣ ହୁଏ, କଷ୍ଟ ପରାସ୍ତ ହୁଏ, ରୋଗ ପଳାୟନ କରେ, ଭାଗ୍ୟ ହସିଥାଏ ଏବଂ ନିଜେ ମାତା ଲକ୍ଷ୍ମୀ ବାସ କରନ୍ତି। କିଛି ସମୟ ପାଇଁ ବିରତି ନେଇ ମାତା ଲକ୍ଷ୍ମୀ ତାଙ୍କର ପ୍ରବଚନ ଶେଷ କଲେ। ଆନନ୍ଦିତ ହୃଦୟରେ ନାରଦ କହିଲେ, ହେ ମାତା, ଆଜି ତୁମର ଦିବ୍ୟ ମୁଖରୁ ଏହି କାହାଣୀ ଶୁଣି ମୁଁ ପ୍ରକୃତରେ ଧନ୍ୟ ଅନୁଭବ କରୁଛି। ଏହି ସନ୍ଧ୍ୟାଦୀପ ଜାଳିବାରେ ଅନ୍ୟ କୌଣସି ଲାଭ ଅଛି କି? ମାତା ଲକ୍ଷ୍ମୀ ଉତ୍ତର ଦେଲେ, ହଁ ନାରଦ, ଏହା ଅନେକ ଲାଭ ପ୍ରଦାନ କରେ। ପ୍ରଥମତଃ, ସନ୍ଧ୍ୟାଦୀପ ଘର ଚାରିପାଖରେ ସୁରକ୍ଷାର ଏକ ଦିବ୍ୟ ବୃତ୍ତ ସୃଷ୍ଟି କରେ। ସେହି ଦୀପର ଶିଖା ଦ୍ୱାରା ଦୁଷ୍ଟ ଶକ୍ତି, ମନ୍ଦ ଦୃଷ୍ଟି ଏବଂ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ଦ୍ୱିତୀୟତଃ, ଏହା ସୌଭାଗ୍ୟର ଗୁଣ ପ୍ରଦାନ କରେ। ଯେଉଁଠାରେ ସନ୍ଧ୍ୟାଦୀପ ଜଳେ, ମୁଁ ନିଜେ ସେହି ସ୍ଥାନକୁ ଆକର୍ଷିତ ହୁଏ, କାରଣ ଦୀପ ସେହି ଘରୁ ଏକ ବାର୍ତ୍ତା ପଠାଏ, ଆମେ ଜାଗ୍ରତ, ଆମେ ପବିତ୍ର, ତୁମକୁ ସ୍ୱାଗତ। ତୃତୀୟତଃ, ଏହି ଦିବ୍ୟ କୃପାର ଗୁଣ ଆଣିଥାଏ। ଯେଉଁ ମହିଳା ସନ୍ଧ୍ୟାଦୀପ ଜାଳିଥାନ୍ତି, ସେ ତାଙ୍କ ପରିବାରର ମଙ୍ଗଳ ପାଇଁ ପଥ ପ୍ରଶସ୍ତ କରନ୍ତି। ଯେଉଁ ଦୀପ ଜାଳିଥାନ୍ତି, ତାହା ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରଗତି, ତାଙ୍କ ସନ୍ତାନଙ୍କ ପାଇଁ ସଫଳତାର ପଥ ଏବଂ ତାଙ୍କ ଘର ପାଇଁ ସ୍ଥାୟୀ ସମୃଦ୍ଧିର ପଥ ଖୋଲିଥାଏ। ନାରଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ହେ ମା, କେବଳ ଦୀପ ଜାଳିବା ଦ୍ୱାରା କ'ଣ ଏତେ ମହାନ ପୁରସ୍କାର ପ୍ରକୃତରେ ମିଳିପାରେ? ମାତା ଲକ୍ଷ୍ମୀ ହସି ଉତ୍ତର ଦେଲେ, ହଁ ନାରଦ, କାରଣ ଦୀପ ଜାଳିବା କେବଳ ଏକ କାର୍ଯ୍ୟ ନୁହେଁ, ଏହା ଏକ ଦୃଢ଼ ସଂକଳ୍ପ। ସନ୍ଧ୍ୟାଦୀପ ଏକ ଆହ୍ୱାନ ଭାବରେ କାର୍ଯ୍ୟ କରେ ଯେ ଏହି ଘର ମଧ୍ୟରେ ଆଲୋକ ଅନ୍ଧାର ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଯେଉଁଠାରେ ଆଲୋକ ବାସ କରେ, ସେଠାରେ ମୁଁ ଅନନ୍ତ କାଳ ବାସ କରେ। ନାରଦଙ୍କ ଆଖିରେ ଭକ୍ତି ଭରିଗଲା। ଶ୍ରଦ୍ଧାରେ ହାତ ଯୋଡ଼ି ସେ କହିଲେ, ହେ ପ୍ରଭୁ, ଏହି ଜ୍ଞାନ ପ୍ରକୃତରେ ପୃଥିବୀର ପ୍ରତ୍ୟେକ ପରିବାର ପାଇଁ
ଏକ ବରଦାନ। ମୁଁ ନିଶ୍ଚିତ ଭାବରେ ଏହି ବାର୍ତ୍ତାକୁ ସେଠାରେ ପହଞ୍ଚାଇବି। ଭଗବାନ ବିଷ୍ଣୁ ଉତ୍ତର ଦେଲେ, ନାରଦ, ମର୍ତ୍ତ୍ୟଲୋକକୁ ଯାଅ ଏବଂ ମାନବ ଜାତିକୁ ଆଲୋକିତ କର। ପ୍ରକୃତ ସମୃଦ୍ଧି ଭୌତିକ ସମ୍ପତ୍ତିରୁ ନୁହେଁ, ବରଂ ଘର ଭିତରେ ଥିବା ଆଲୋକରୁ ଉତ୍ପନ୍ନ ହୁଏ। ପ୍ରେମ ଏବଂ ପବିତ୍ରତାର ଆଲୋକ। ତାଙ୍କୁ ଆଶୀର୍ବାଦ ଦେଇ ମାତା ଲକ୍ଷ୍ମୀ ଆହୁରି କହିଲେ, ଯେଉଁ ମହିଳା ସନ୍ଧ୍ୟା ସମୟରେ ଦୀପ ଜାଳନ୍ତି, ସେ କେବଳ ତାଙ୍କ ଘରକୁ ଆଲୋକିତ କରନ୍ତି ନାହିଁ, ସେ ତାଙ୍କ ପରିବାରର ଭାଗ୍ୟ, ଶାନ୍ତି ଏବଂ ସୌଭାଗ୍ୟକୁ ସ୍ଥିର କରନ୍ତି। କେବଳ ଦୀପର ଆଲୋକ ନୁହେଁ, ବରଂ ତାଙ୍କ ଆଶୀର୍ବାଦର ଆଲୋକ ପ୍ରକାଶିତ ହୁଏ। ଋଷି ନାରଦ ହସି ହସି ଆନନ୍ଦିତ ହୃଦୟରେ ପଚାରିଲେ, ହେ ପ୍ରଭୁ, ଏହି ସନ୍ଧ୍ୟା ଦୀପ ଜାଳିବା ସମୟରେ କ'ଣ କୌଣସି ନିର୍ଦ୍ଦିଷ୍ଟ ନିୟମ କିମ୍ବା ବିଶେଷ ବିଚାର ପାଳନ କରିବାକୁ ପଡ଼ିବ, ଯାହାଦ୍ୱାରା ଲୋକମାନେ ଏଥିରୁ ସର୍ବାଧିକ ଲାଭ ପାଇପାରିବେ? ଭଗବାନ ବିଷ୍ଣୁ ଉତ୍ତର ଦେଲେ, ହଁ ନାରଦ, ମୁଁ ଏହି ଅଭ୍ୟାସ ପଛରେ ଥିବା ସମ୍ପୂର୍ଣ୍ଣ ରହସ୍ୟ ତୁମକୁ ପ୍ରକାଶ କରିବାକୁ ଯାଉଛି। ଭଲ ଭାବରେ ଶୁଣ। ଭଗବାନ ବିଷ୍ଣୁ ଆଗକୁ କହିଲେ, ପୁରାଣରେ କୁହାଯାଇଛି ଯେ ସନ୍ଧ୍ୟା ସମୟରେ ଏକ ମାଟିର ଦୀପ ସବୁଠାରୁ ଶୁଭ ଫଳ ପ୍ରଦାନ କରେ, କାରଣ ଏକ ମାଟି ଦୀପ ପୃଥିବୀ ଉପାଦାନରେ ଗଠିତ ଏବଂ ଏହା ଶିକ୍ଷା ଦେବତାମାନଙ୍କୁ ଅତ୍ୟନ୍ତ ପ୍ରିୟ। ଅଧିକନ୍ତୁ ସମସ୍ତ ଦୀପ ମଧ୍ୟରୁ ଘିଅ ଦ୍ୱାରା ଜାଳିଥିବା ଦୀପକୁ ସବୁଠାରୁ ଉତ୍କୃଷ୍ଟ ଏବଂ ଫଳପ୍ରଦ ବୋଲି ବିବେଚନା କରାଯାଏ। ଦେବୀ ଭାଗବତ ପୁରାଣ ଏବଂ ପଦ୍ମ ପୁରାଣ ଘୋଷଣା କରନ୍ତି, ଘୃତ ଦୀପ ଲକ୍ଷ୍ମୀ ପ୍ରିୟା, ଅର୍ଥାତ୍ ଘିଅ ସହିତ ଜଳୁଥିବା ଦୀପ ଦେବୀ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ। ଘିଅ ଦୀପ ଜାଳିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ, ପୂର୍ବପୁରୁଷଙ୍କୁ ଶାନ୍ତି ଆଣେ, ଧନର ସ୍ଥିରତା ପ୍ରବାହ ସୁନିଶ୍ଚିତ ହୁଏ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଶୀଘ୍ର ପ୍ରସନ୍ନ କରେ। ପ୍ରକୃତରେ ଘିଅ ଦୀପ ସର୍ବୋଚ୍ଚ, ତଥାପି ଯଦି ଘିଅ କୌଣସି କାରଣରୁ ଉପଲବ୍ଧ ନଥାଏ, ତେବେ ରାଶି ତେଲ ଜଳୁଥିବା ଦୀପ ପାପ, କ୍ଲେଶ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ରାଶି ତେଲ ନର୍କର ଯନ୍ତ୍ରଣାକୁ ଦୂର କରିବା, ପାପକୁ ଦୂର କରିବା ଏବଂ ନକାରାତ୍ମକ ଶକ୍ତିକୁ ନିଷ୍କ୍ରିୟ କରିବା ଶକ୍ତି ରଖେ। ରାଶି ତେଲ ଦୀର୍ଘ ଗ୍ରହଜନିତ କ୍ଲେଶକୁ ଶାନ୍ତ କରେ, ନକାରାତ୍ମକ ଶକ୍ତିକୁ ଦୂରରେ ରଖେ ଏବଂ ଘରର ଆଧ୍ୟାତ୍ମିକ ପରିବେଶକୁ ପବିତ୍ର କରେ। ଶନିବାର ଏବଂ ଅମାବାସ୍ୟା ଦିନ ରାଶି ତେଲରେ ପୂର୍ଣ୍ଣ ଦୀପ ଜଳାଇବା ବିଶେଷ ଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ସୋରିଷ ତେଲ ଜଳୁଥିବା ଦୀପକୁ ସୁରକ୍ଷାର ଆଲୋକ ଭାବରେ ବିବେଚନା କରାଯାଏ। ସୋରିଷ ତେଲ ଦୀପ ନଜର ଦୋଷ ଦୂର କରେ ଏବଂ ରୋଗ ଏବଂ ଦୁଃଖକୁ ଦୂର କରେ। ଏହା ପରିବାରକୁ ଘେରି ରହିଥିବା ସୁରକ୍ଷା ଶକ୍ତିକୁ ମଜବୁତ କରେ। ପ୍ରକୃତରେ ଗ୍ରାମୀଣ ପରମ୍ପରା ଏବଂ ତାନ୍ତ୍ରିକ ଶାସ୍ତ୍ରରେ ଏହାକୁ ସୁରକ୍ଷା ଦୀପ କୁହାଯାଏ। ନାରଦ ପଚାରିଲେ, ହେ ପ୍ରଭୁ, ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଅଛି କି? ଭଗବାନ ବିଷ୍ଣୁ ଉତ୍ତର ଦେଲେ, ହଁ ନାରଦ, ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଥିବା ଦୀପ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ରଖିବା ଉଚିତ। ଏହା ଦେବତାମାନଙ୍କ ସହିତ ଜଡ଼ିତ ଦିଗ। ଯଦି ପ୍ରବେଶ ଦ୍ୱାର ପୂର୍ବ ଦିଗକୁ ମୁହଁ କରିଥାଏ, ତେବେ ଦୀପ ଡାହାଣ ଦିଗକୁ ରଖିବା ଉଚିତ। ଯଦି ପ୍ରବେଶ ଦ୍ୱାର ଉତ୍ତର ଦିଗକୁ ମୁହଁ କରିଥାଏ, ତେବେ ଏହାକୁ ବାମ ଦିଗକୁ ରଖିବା ଉଚିତ। ପୁରାଣରେ କୁହାଯାଇଛି ଯେ ପୂର୍ବ କିମ୍ବା ଉତ୍ତର ଦିଗରେ ଦୀପ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ପ୍ରବେଶ ପଥ ଖୋଲିଯାଏ। ପ୍ରାର୍ଥନା ଗୃହରେ ଦୀପ ପୂର୍ବ କିମ୍ବା ଉତ୍ତର ପୂର୍ବ ଦିଗରେ ଈଶାନ କୋଣରେ ରଖିବା ଉଚିତ। ଈଶାନ କୋଣ ହେଉଛି ଦେବତାମାନଙ୍କର ବାସସ୍ଥାନ। ଏଠାରେ ରଖାଯାଇଥିବା ଦୀପ ଘର ଭିତରେ ଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ। ରୋଷେଇ ଘରେ ଦୀପକୁ ଆଗ୍ନେୟ କୋଣରେ ଦକ୍ଷିଣ ପୂର୍ବ କୋଣରେ ରଖିବା ଉଚିତ, କାରଣ ଏହା ଭଗବାନ ଅଗ୍ନିଙ୍କ ଦିଗ। ଏଠାରେ ଜଳୁଥିବା ଦୀପ ଖାଦ୍ୟ ଯୋଗାଣ ଏବଂ ଗୃହ ଭଣ୍ଡାରକୁ ସୁରକ୍ଷା ଦିଏ। ଏହା ବ୍ୟତୀତ ନାରଦ ଦୀପ ଶିକ୍ଷାର ଦିଗ ସମ୍ପର୍କରେ ଏକ ଗୁପ୍ତ କଥା ଅଛି, ଯାହା ଶୁଭ ଅଶୁଭ ସମ୍ଭାବ୍ୟ ଲାଭ ବିଷୟରେ ସୂଚିତ କରେ। ପୁରାଣରେ କୁହାଯାଇଛି ଯେ ଯଦି ଦୀପର ଶିଖା ଉତ୍ତର ଦିଗକୁ ସୂଚିତ କରେ, ତେବେ ଏହା ଧନ ବୃଦ୍ଧି କରେ। ଯଦି ଶିଖା ପୂର୍ବ ଦିଗକୁ ସୂଚିତ କରେ, ତେବେ ଏହା ଜ୍ଞାନ ଏବଂ ଶାନ୍ତି ବୃଦ୍ଧି କରେ। କେହି କେବେ ବି ଦକ୍ଷିଣ ଦିଗକୁ ଦୀପ ଶିଖା ନିର୍ଦ୍ଦେଶ କରିବା ଉଚିତ ନୁହେଁ, କାରଣ ଏହା କରିବା ଦ୍ୱାରା ପିତୃଦୋଷ ଏବଂ ଦୁଃଖକୁ ଆମନ୍ତ୍ରଣ କରାଯାଏ। ପଶ୍ଚିମ ଦିଗକୁ ନିର୍ଦ୍ଦେଶିତ ଶିଖାକୁ କମ୍ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଭଗବାନ ବିଷ୍ଣୁ ଆହୁରି କହିଲେ, ହେ ନାରଦ,
ଦୀପ ସ୍ଥାପନ ସମ୍ପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ଅଛି। ପ୍ରଥମତଃ ଦୀପକୁ ସିଧାସଳଖ ଭୂମିରେ ରଖନ୍ତୁ ନାହିଁ, ଏହାକୁ ଏକ ଛୋଟ ଆସ୍ଥାନ କିମ୍ବା ଏକ ଥାଳି ଉପରେ ରଖନ୍ତୁ। ଦ୍ୱିତୀୟତଃ ଦୀପ ଚାରିପାଖରେ ହଳଦୀ ଏବଂ ସିନ୍ଦୁର ବ୍ୟବହାର କରି ଏକ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ତୃତୀୟତଃ ଦୀପ ପାଖରେ ଜଳ, ଫୁଲ କିମ୍ବା କିଛି ଚାଉଳ ସଜାଇ ରଖନ୍ତୁ। ଚତୁର୍ଥତଃ ଦୀପ ଜାଳିବା ସମୟରେ ଓଂ ଦୀପଂ ଜ୍ୟୋତି ନମଃ କିମ୍ବା ଓଂ ଲକ୍ଷ୍ମୀ ନମଃ ଜପ କରନ୍ତୁ। ସବୁଠାରୁ ଶୁଭ ଫଳ ହେଉଛି ଗାଈ ଘିଅରେ ପୂର୍ଣ୍ଣ ଏକ ମାଟି ଦୀପ, ଯାହାକୁ ମୁଖ୍ୟ ପ୍ରବେଶ ଦ୍ୱାରରେ କିମ୍ବା ଚଉରା ମୂଳରେ ରଖାଯାଏ। ଏହା ଦେବୀ ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ଦୀପ। ପ୍ରକୃତରେ ଏତେ ଶୁଭ ଯେ ଏହାକୁ ଧନ ଦୀପ ଭାବରେ ପୂଜା କରାଯାଏ। ନାରଦ ଧ୍ୟାନ ଦେଇ ଶୁଣ। ସନ୍ଧ୍ୟା ସମୟରେ ପ୍ରବେଶ ଦ୍ୱାରରେ ଦୀପ ଜାଳିବାର ତାତ୍ପର୍ଯ୍ୟ କ'ଣ? ଏହାର ଅତିରିକ୍ତ ଲାଭ ଗୁଡ଼ିକ କ'ଣ? ସୂର୍ଯ୍ୟ ଅସ୍ତ ହେବାକୁ ଆରମ୍ଭ କରିବା ମାତ୍ରେ ପ୍ରକୃତି ମଧ୍ୟରେ ଏକ ଗଭୀର ଶକ୍ତି ପରିବର୍ତ୍ତନ ଘଟେ। ଯେତେବେଳେ ଦିନର ଶକ୍ତି ହ୍ରାସ ପାଇବାକୁ ଆରମ୍ଭ କରେ, ସେତେବେଳେ ରାତିର ଶକ୍ତି ବିସ୍ତାର ହେବାର ଆରମ୍ଭ କରେ। ଶାସ୍ତ୍ରଗୁଡ଼ିକ କହେ ଯେ ଏହି ସମୟ ହେଉଛି ନକାରାତ୍ମକ ଶକ୍ତି ଏବଂ ଅଶୁଭ କମ୍ପନ ସର୍ବାଧିକ ସକ୍ରିୟ ଥାଏ। ଏପରି ପରିସ୍ଥିତିରେ ପ୍ରବେଶ ଦ୍ୱାରରେ ଜଳୁଥିବା ଦୀପ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରେ। ପ୍ରଥମେ ଘରର ସୁରକ୍ଷା ଶକ୍ତି ସକ୍ରିୟ ହୋଇଯାଏ। ଦୀପର ଆଲୋକ ଘର ଚାରିପାଖରେ ଏକ ସୁରକ୍ଷା ଆଭା ସୃଷ୍ଟି କରେ। ଏହି ଆଲୋକ ନକାରାତ୍ମକ ଶକ୍ତିକୁ ଘର ନିକଟକୁ ଆସିବାକୁ ବାଧା ଦିଏ। ଏହି କାରଣରୁ କୁହାଯାଏ ଯେ ଯେଉଁଠାରେ ଦୀପ ଜଳେ ସେଠାରେ ଦାରିଦ୍ର୍ୟ ଏବଂ ଦୁଷ୍ଟ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଦ୍ୱିତୀୟତଃ, ଏହା ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ସବୁଠାରୁ ପ୍ରିୟ ସମୟ ଏବଂ ସ୍ଥାନକୁ ଚିହ୍ନିତ କରେ। ଶାସ୍ତ୍ରଗୁଡ଼ିକ କହେ ଯେ ସନ୍ଧ୍ୟା ସମୟରେ ଦେବୀ ଲକ୍ଷ୍ମୀ ପୃଥିବୀ ପରିକ୍ରମା କରନ୍ତି। ପ୍ରବେଶ ଦ୍ୱାରରେ ଜଳୁଥିବା ଦୀପକୁ ସ୍ୱାଗତର ଚିହ୍ନ, ପବିତ୍ରତାର ପ୍ରତୀକ ଏବଂ ସମୃଦ୍ଧିର ନିୟନ୍ତ୍ରଣ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ଦୀପ ଦେଖିବା ମାତ୍ରେ ଦେବୀ ଲକ୍ଷ୍ମୀ ସହଜରେ ଘରେ ପ୍ରବେଶ କରନ୍ତି। ତୃତୀୟତଃ, ଏହା ଧନ, ସୌଭାଗ୍ୟ ଏବଂ ଶୁଭ୍ରତାର ଆବାହନ ଭାବରେ କାର୍ଯ୍ୟ କରେ। ଦୀପର ଆଲୋକ ସତ୍ତ୍ୱ ଗୁଣକୁ ବୃଦ୍ଧି କରେ। ସତ୍ତ୍ୱ ହେଉଛି ସେହି ଶକ୍ତି ଯାହା ସୌଭାଗ୍ୟ, ଶାନ୍ତି, ଜ୍ଞାନ ଏବଂ ସ୍ଥାୟୀ ଧନକୁ ଆକର୍ଷଣ କରେ। ଦୀପ ଜାଳିବା ଦ୍ୱାରା ମନର ଚିନ୍ତା ଶାନ୍ତ ହୁଏ। ଘରର ପରିବେଶ କୋମଳ ଓ ଶାନ୍ତ ହୋଇଯାଏ। ବିବାଦ, ଚାପ ଏବଂ ବିଷାଦ ଦୂର ହୁଏ। ଯେତେବେଳେ ପରିବାର ମଧ୍ୟରେ ସୌଭାଗ୍ୟ ଏବଂ ସକାରାତ୍ମକ ପ୍ରସ୍ଫୁଟିତ ହୁଏ। ଏହି କାରଣରୁ ପ୍ରତ୍ୟେକ ପୁରାଣରେ ସନ୍ଧ୍ୟା ସମୟରେ ଦୀପ ଜାଳିବାର ବିଶେଷ ଗୁରୁତ୍ୱ ଦିଆଯାଇଛି। ଚତୁର୍ଥ, ଏହା ପୂର୍ବପୁରୁଷଙ୍କ ଆଶୀର୍ବାଦ ସର୍ବଦା ରହିଥାଏ। ସନ୍ଧ୍ୟା ଘଣ୍ଟା ହେଉଛି ସେହି ସମୟରେ ଯେତେବେଳେ ପୂର୍ବପୁରୁଷଙ୍କ ଶକ୍ତି ଜାଗ୍ରତ ହୁଏ। ପ୍ରବେଶ ଦ୍ୱାରରେ ଥିବା ଦୀପ ସେମାନଙ୍କ ପାଇଁ ମାର୍ଗଦର୍ଶକ ଆଲୋକ ଭାବରେ କାର୍ଯ୍ୟ କରେ ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ଘରର ସୁଖ ଓ ସମୃଦ୍ଧିକୁ ବୃଦ୍ଧି କରେ। ପଞ୍ଚମ ଲାଭ ହେଉଛି ଘର ମଧ୍ୟରେ ଥିବା ବାସ୍ତୁଦୋଷର ଶାନ୍ତିକରଣ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାରରେ ଦୀପ ଜାଳିବା ଦ୍ୱାରା ରାହୁର ପ୍ରତିକୂଳ ପ୍ରଭାବ ଶାନ୍ତ ହୁଏ, ଗ୍ରହର ଦୁଷ୍ଟ କମ୍ପନକୁ ନିଷ୍କ୍ରିୟ କରାଯାଏ ଏବଂ ପ୍ରବେଶ ପଥ ସହିତ ଜଡ଼ିତ କୌଣସି ନକାରାତ୍ମକ ଦୋଷ ଦୂର ହୁଏ। ଗଭୀର ଶ୍ରଦ୍ଧାରେ ହାତ ଯୋଡ଼ି ନାରଦ ଅତ୍ୟନ୍ତ ନମ୍ରତାର ସହିତ ପଚାରିଲେ, ହେ ପ୍ରଭୁ, ମୁଁ ଗୋଟିଏ କଥା ବୁଝିପାରୁନାହିଁ। ଏକ ଛୋଟ ଦୀପ କ'ଣ ପ୍ରକୃତରେ ଏତେ କିଛି କରିପାରେ? ଏକ ଦୀପ ଏତେ ଅସାଧାରଣ ଶକ୍ତି କାହିଁକି ଧାରଣ କରେ? ଏହାର ଜ୍ୱାଳା କିପରି ଘରର ସୁରକ୍ଷା କରିପାରିବ ଏବଂ ସୌଭାଗ୍ୟ ଏବଂ ଦେବୀ ଲକ୍ଷ୍ମୀଙ୍କୁ ସ୍ୱାଗତ କରିପାରିବ? ଦୟାକରି ଏହା ପଛରେ ଥିବା ରହସ୍ୟକୁ ବିସ୍ତାରିତ ଭାବରେ ପ୍ରକାଶ କରନ୍ତୁ। ଭଗବାନ ବିଷ୍ଣୁ ହସିଲେ। ତାଙ୍କର ହସ ସମୁଦ୍ରର କୋମଳ ତରଙ୍ଗ ପରି ଥିଲା, ଯାହା କୂଳକୁ ଆଦର କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଉଠୁଥିଲା। ତାପରେ ତାଙ୍କ ଦିବ୍ୟକଣ୍ଠରେ ସେ କହିବାକୁ ଆରମ୍ଭ କଲେ, ନାରଦ, ଦୀପଟି ଛୋଟ ଦେଖାଯାଇପାରେ, କିନ୍ତୁ ଏହାର ଆଲୋକ ସାଧାରଣ ନୁହେଁ। ସମଗ୍ର ସୃଷ୍ଟି ଅଗ୍ନିରୁ ଉତ୍ପନ୍ନ ହୋଇଛି ଏବଂ ଅଗ୍ନି ଦ୍ୱାରା ଏହା ସୁରକ୍ଷିତ ରହିଥାଏ। ଯେତେବେଳେ ଏକ ଘରେ ଦୀପ ଜଳେ, ଅଗ୍ନିର ସେହି କ୍ଷୁଦ୍ର ରୂପ ଆଲୋକରେ ପରିଣତ ହୁଏ, ଅନ୍ଧକାର ଉପରେ ବିଜୟ ଲାଭ କରେ।
ଦୀପ ଜଳିବା କ୍ଷଣି ବିଶ୍ୱବ୍ୟାପୀ ଏକ ବାର୍ତ୍ତା ପ୍ରସାରିତ ହୁଏ। ଏହି ସ୍ଥାନ ଆଲୋକକୁ ଗ୍ରହଣ କରିଛି ଏବଂ ଅନ୍ଧକାରକୁ ପ୍ରତ୍ୟାଖ୍ୟାନ କରିଛି। ଏହି ଘୋଷଣା ସୂକ୍ଷ୍ମ କ୍ଷେତ୍ରରେ ପହଞ୍ଚିଯାଏ। ଅନ୍ଧକାର କେବଳ ଦିବାଲୋକର ଅନୁପସ୍ଥିତିକୁ ନୁହେଁ, ବରଂ ଦୁଃଖ, ଭୟ, ଦାରିଦ୍ର୍ୟ, ବିଭେଦ ଓ ନକାରାତ୍ମକ ଶକ୍ତିକୁ ମଧ୍ୟ ବୁଝାଏ। ଯେତେବେଳେ ଏକ ଦୀପ ଜଳେ, ଏହାର ଶିଖା କେବଳ କୋଠରୀକୁ ନୁହେଁ, ବରଂ ମନକୁ ମଧ୍ୟ ଆଲୋକିତ କରେ। ସମଗ୍ର ଘର ଚାରିପାଖରେ ସୁରକ୍ଷାର ଏକ ଦିବ୍ୟ ଢାଲ ବୁଣେ। ନାରଦ ଅତ୍ୟନ୍ତ ଧ୍ୟାନର ସହିତ ଶୁଣୁଥିଲେ। ଭଗବାନ ବିଷ୍ଣୁ ଆହୁରି କହିଥିଲେ, ଦୀପର ଶିକ୍ଷା ମଧ୍ୟରେ 5ଟି ମୌଳିକ ଉପାଦାନ ଏକକାଳୀନ ସକ୍ରିୟ ଥାନ୍ତି। ମାନବ ଚକ୍ଷୁ କେବଳ ଦୃଶ୍ୟମାନ ଅଗ୍ନିକୁ ଅନୁଭବ କରେ, ଏଥିରେ ଥିବା ଅନ୍ତର୍ନିହିତ ଶକ୍ତିକୁ ନୁହେଁ। ଯେତେବେଳେ ଜଣେ ମହିଳା ସନ୍ଧ୍ୟାବେଳେ ଦୀପ ଜାଳି ଦିଅନ୍ତି, ତାଙ୍କର ସ୍ପର୍ଶ, ତାଙ୍କର ବିଶ୍ୱାସ, ତାଙ୍କର ପ୍ରାର୍ଥନା ଏବଂ ତାଙ୍କର ମାତୃତ୍ୱ ସେହି ଅଗ୍ନିରେ ସନ୍ନିହିତ ହୋଇଯାଏ। ଫଳସ୍ୱରୂପ ସେହି ଦୀପ କେବଳ ସାଧାରଣ ଅଗ୍ନି ହୋଇ ରହେ ନାହିଁ, ଏହା ପ୍ରକାଶନର ଶକ୍ତି, ସୁରକ୍ଷାର ଶକ୍ତି ଏବଂ ଆଶୀର୍ବାଦର ଶକ୍ତିର ଏକ ପଥ ଭାବରେ ପରିବର୍ତ୍ତିତ ହୁଏ। ସେହି ଅଗ୍ନି ସ୍ୱର୍ଗକୁ ଏକ ବାର୍ତ୍ତା ପଠାଇଯାଏ ଯେ ଏହି ପରିବାର ଧର୍ମପଥ ଅନୁସରଣ କରେ। ଏହା ଆଧ୍ୟାତ୍ମିକ ଭାବରେ ଜାଗ୍ରତ ଏବଂ ତେଣୁ ଦିବ୍ୟ ସୁରକ୍ଷା ଏବଂ ସମୃଦ୍ଧିର ଯୋଗ୍ୟ। ଦେବତାମାନଙ୍କ ନିବାସରେ ଆଲୋକ ନିଜେ ପରିଚୟ ଚିହ୍ନ ଭାବରେ କାର୍ଯ୍ୟ କରେ। ଯେଉଁଠାରେ ଆଲୋକ ଅଛି, ସେଠାରେ ଆଧ୍ୟାତ୍ମିକ ପ୍ରଗତି ଅଛି। ଯେଉଁଠାରେ ଅନ୍ଧାର ଅଛି, ସେଠାରେ ବାଧା ଅଛି। ଭଗବାନ ଆହୁରି ବୁଝାଇଲେ, ନାରଦ, ଆଲୋକର କୌଣସି କମ୍ପନ ନାହିଁ, ବରଂ ନୀରବତା ଅଛି। ଏହି ନୀରବତା ମନରେ ସନ୍ତୁଳନ ଆଣିଥାଏ। ଯେକୌଣସି ଘରେ ଯେଉଁଠାରେ ଦୀପ ଜଳେ, ସେଠାରେ ବାସିନ୍ଦାଙ୍କ ଚିନ୍ତାଧାରା ଶାନ୍ତ ହେବାକୁ ଆରମ୍ଭ କରେ। ଗୋଟିଏ ଶବ୍ଦ ମଧ୍ୟ କୁହାଯାଏ ନାହିଁ। କ୍ରୋଧ ନୀରବରେ କମିଯାଏ, ମତଭେଦ କମିଯାଏ ଏବଂ ମନ ଭିତରେ ଏକ କୋମଳ ଶାନ୍ତି ବୃଦ୍ଧି ପାଏ। ଏହିପରି ଏକ ଦୀପ ଘର ଭିତରେ ମାନସିକ ପରିବେଶକୁ ପରିବର୍ତ୍ତନ କରେ ଏବଂ ଯେଉଁଠାରେ କୋମଳତା ବିରାଜମାନ କରେ, ସେଠାରେ ଲକ୍ଷ୍ମୀ ବାସ କରନ୍ତି। ଏହା ଅଗ୍ନିର ଅନନ୍ତ ନିୟମ। ଅଗ୍ନି ପବିତ୍ର କରେ, ଅଗ୍ନି ସୁରକ୍ଷା ପ୍ରଦାନ କରେ ଏବଂ ଅଗ୍ନି ସମୃଦ୍ଧିକୁ ବଜାୟ ରଖେ। ସେଥିପାଇଁ ସନ୍ଧ୍ୟା ଦୀପକୁ ସ୍ୱାଗତ ଭାବରେ ବିବେଚନା କରାଯାଏ, ମୋ ପାଇଁ ଏବଂ ଲକ୍ଷ୍ମୀଙ୍କ ପାଇଁ। ସେହି ଦୀପ କେବଳ ଏକ ଆହ୍ୱାନ ନୁହେଁ, ଏହା ଏକ ଶ୍ରଦ୍ଧାର କାର୍ଯ୍ୟ। ସମ୍ମାନର ସହିତ ନାରଦ ପଚାରିଲେ, ହେ ପ୍ରଭୁ, ଦୀପ ଜାଳିବା ସମୟରେ କ'ଣ ଜଣେ ମଣିଷ ଅନୁଭବ କରେ ନାହିଁ ଯେ ସେ ଏତେ ଗଭୀର ପରିବର୍ତ୍ତନ ଆଣୁଛି? ଭଗବାନ ବିଷ୍ଣୁ ଉତ୍ତର ଦେଲେ, ମଣିଷ ପ୍ରାୟତଃ ତାଙ୍କ କର୍ମର ପ୍ରକୃତ ଶକ୍ତି ବିଷୟରେ ଅଜ୍ଞ ରୁହେ, ତଥାପି ସେ ସର୍ବଦା ସେମାନଙ୍କ ଫଳ ପାଏ। ଦୀପ ନିଜେ ମୁଖ୍ୟ କାରଣ ନୁହେଁ, ବରଂ ଏହା ସେହି ଭାବନା ଯାହା ସହିତ ଏହାକୁ ଜଳାଯାଏ। ଯେତେବେଳେ ଜଣେ ମହିଳା ସନ୍ଧ୍ୟାବେଳେ ଦୀପ ଜାଳି ଦିଅନ୍ତି, ସେ ତାଙ୍କ ଘରକୁ ଶକ୍ତିରେ ପରିପୂର୍ଣ୍ଣ କରନ୍ତି। ସେ ତାଙ୍କ ପରିବାର ଚାରିପାଖରେ ଏକ ସୁରକ୍ଷା କବଚ ବୁଣନ୍ତି ଏବଂ ତାଙ୍କ ହୃଦୟ ଭିତରେ ଏକ ଦୃଢ଼ ସଂକଳ୍ପ ସ୍ଥାପନ କରନ୍ତି, ମୋ ଘର ସର୍ବଦା ଆଲୋକ, ଶାନ୍ତି ଏବଂ ସୌଭାଗ୍ୟରେ ପରିପୂର୍ଣ୍ଣ ହେଉ। ଯେତେବେଳେ ଏପରି ସଂକଳ୍ପ ଏବଂ ଅଗ୍ନିର ଉପାଦାନ ଏକତ୍ରିତ ହୁଏ, ସେତେବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଘଟେ। ଦୀପଟି ଛୋଟ ହୋଇପାରେ, କିନ୍ତୁ ମହିଳାଙ୍କ ଅଟଳ ବିଶ୍ୱାସ ଦ୍ୱାରା ସଶକ୍ତ, ଏଥିରେ ଥିବା ଦିବ୍ୟତା ବିଶାଳ ହୋଇଯାଏ। ଏହାପରେ ଭଗବାନ ବିଷ୍ଣୁ ପରମ ସତ୍ୟ ପ୍ରକାଶ କଲେ, ନାରଦ, ଯେଉଁଠାରେ ଦୀପ ଜଳେ, ଅନ୍ଧକାର ଦୂର ହୁଏ ଏବଂ ଯେଉଁଠାରେ ଅନ୍ଧକାର ଦୂର ହୁଏ, ଦୁର୍ଭାଗ୍ୟ ରହିପାରେ ନାହିଁ ଏବଂ ଯେଉଁଠାରେ ଦୁର୍ଭାଗ୍ୟ ରହିପାରେ ନାହିଁ, ସେଠାରେ ଧନ, ସୌଭାଗ୍ୟ ଏବଂ ସମୃଦ୍ଧି ନିଜସ୍ୱ ପ୍ରବେଶ କରେ। ତେଣୁ ସନ୍ଧ୍ୟା ଦୀପ କେବଳ ଏକ ଅଗ୍ନି ନୁହେଁ, ଏହା ଭାଗ୍ୟର ଦ୍ୱାର। ଏହା ଘରର ରକ୍ଷକ, ଲକ୍ଷ୍ମୀଙ୍କ ସ୍ୱାଗତ ଏବଂ ସୁଖର ମୂଳ। ଯେଉଁ ଘରେ ସନ୍ଧ୍ୟା ଦୀପ ଜଳାଇବା ଏକ ପବିତ୍ର ରୀତି ଭାବରେ ଗ୍ରହଣ କରାଯାଏ, ସେଠାରେ ଅନ୍ଧାର କେବେ ସ୍ଥାୟୀ ବାସସ୍ଥାନ ସ୍ଥାପନ କରିପାରେ ନାହିଁ। ନାରଦଙ୍କ ଆଖି ଆଲୋକରେ ପୂର୍ଣ୍ଣ ହୋଇଗଲା। ଗଭୀର ଭାବରେ ଭାବପ୍ରବଣ ହୋଇ ସେ କହିଲେ, ହେ ପ୍ରଭୁ, ଏବେ ମୁଁ ବୁଝିପାରିଲି, ଦୀପ କେବଳ ହାତ ଦ୍ୱାରା ନୁହେଁ, ବରଂ ହୃଦୟ ଦ୍ୱାରା ଜଳେ। ମୁଁ ଏବେ ନିଶ୍ଚିତ ଭାବରେ ପୃଥିବୀ କ୍ଷେତ୍ରରେ ଅବତରଣ କରିବି ଏବଂ ପ୍ରତ୍ୟେକ ପରିବାର ସହିତ ଏହି ଦିବ୍ୟ ଜ୍ଞାନ ବାଣ୍ଟିବି। ଭଗବାନ ବିଷ୍ଣୁ ହସିଲେ ଏବଂ ମଧୁର ଉଜ୍ଜ୍ୱଳ ଆଲୋକ ପରିବେଶରେ ବ୍ୟାପିଗଲା।
ତେଣୁ ବନ୍ଧୁମାନେ, ମୁଁ ଆଶା କରୁଛି ଯେ ଆପଣ ଏହି କାହାଣୀଟିକୁ ଉପଭୋଗ କରିଛନ୍ତି। ଯଦି ଭଲ ଲାଗିଛି ତେବେ କମେଣ୍ଟସ୍ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖି ପଠାଇ ଦିଅନ୍ତୁ। ସମସ୍ତଙ୍କୁ ଧନ୍ୟବାଦ। ଜୟ ମାତା ଲକ୍ଷ୍ମୀ।